ମୁଁ ସେଥିରୁ ନିବୃତ୍ତ ରହିଛି ନିବୃତ୍ତ ରହିଛି ସେଥିରୁ ନାଇଁ ମୋତେ ଭୟ ଲାଗିଲା ମୁଁ ସୋସିଆଲ ୱାର୍କ କରିବି ଆମେ ଏତେ ବର୍ଷ ପଲିଟିକାଲ କାର୍ଯ୍ୟକ୍ରମ ସୋସିଆଲ ୱାର୍କ କରିବି କରିବ ଆମେ କାହିଁ କେଉଁ ଦଳ ଇଏରେ ହେବ ସୋସିଆଲ ୱାର୍କ କରିବା ମୁଁ ସେ କଥା ମାନେ ମେମ୍ବରସିପ୍ ଅଛି କିନ୍ତୁ ମୁଁ ଇନଭଲଭମେଣ୍ଟ ହେଉନି କୌଣସି କାର୍ଯ୍ୟକ୍ରମ ସହିତ ନା ମୋତେ କରିଥିଲେ ମୁଁ ମନା କଲି ବୋଲି ସୋସିଆଲ ୱାର୍କ କରିବି ନା ମୁଁ ଯୋଉ କଥା କହିସାରିଛି ମୁଁ କହିସାରିଛି ଯେ ବିଜେଡ଼ି ଯେହେତୁ କାର୍ଯ୍ୟ ଯେଉଁ ଅପୋଜିସନ୍ ହିସାବରେ ଯେଉଁ କାର୍ଯ୍ୟକ୍ରମ କରିବା କଥା ସେ ଏତେ କରୁନାହିଁ ତେଣୁ ମୁଁ ଆଉ ବିଜେଡ଼ି ସହିତ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତି ରହୁନାହିଁ ମୁଁ ସୋସିଆଲ ୱାର୍କ କରିବି এটা পচারিব সভাপতি কাই না পচারে স্যার আপনার রাজনৈতিক সহযোগী লালবিহারী হিমিরিকা এন ভাস্কর সমান কথা কইলে বিজু স্বাভিমান মঞ্চ যে বিজেডি যেমতি হবা কথা সেমতি হোনি তাঙ্কর মত রখিছেন স্যার এবে গোটে কুয়া যাଉଛି নূয়া বিজেডি হব পুরোনা বিজেডি যোলি ঢাঞ্চারে থিলা সেউলি ঢাঞ্চারে মানে ଯୋଉମାନେ ତାଙ୍କ ମତ ରଖିଛନ୍ତି ମୁଁ ନିଜକୁ ବର୍ତ୍ତମାନ ସୋସିଆଲ ୱାର୍କ ସହିତ ସାମିଲ କରୁଛି ମୁଁ ସୋସିଆଲ ୱାର୍କ ସହିତ ବର୍ତ୍ତମାନ ସାମିଲ କରି ନାଇଁ ଏବେ ବର୍ତ୍ତମାନ ତ ମୁଁ ସମୟ ହେଇନାହିଁ ସମୟ ଅନୁସାରେ ଆପଣ ଯୋଉ କଥା କହିଲେ ବିଜେଡି ବିରୋଧ ଦଳ ଦାୟିତ୍ୱ ନିର୍ବାହ କରୁନି ଠିକ ଭାବରେ କାର୍ଯ୍ୟକ୍ରମ କରୁନି এই যে রাজ্যসভা নির্বাচন যে হলা উপরাষ্ট্রপতি নির্বাচন সেই দৃষ্টিকোণ না অন্য না ମୁଁ ମୂଳରୁ ସବୁ ଟୋଟାଲ ଉପରେ ଆପଣ ଯେତିକି ଗୋଟେ ବିରୋଧୀ ଦଳ କାର୍ଯ୍ୟକ୍ରମ କରିବା କଥା ସେ ଅନୁସାରେ ହଉନି ଆପଣ ଆପଣ ବି ଦଳ କାର୍ଯ୍ୟକ୍ରମରେ ଯେଉଁମାନେ କାର୍ଯ୍ୟକ୍ରମ କରୁଛନ୍ତି ଦାୟିତ୍ୱ ନେଇଛନ୍ତି ମୁଁ ଏଇରେ କହିପାରିବିନି କାରଣ ସମୟ କହିବ ଲୋକଙ୍କ ମତ କ'ଣ ଅଛି ଏସବୁ କଥା କହିବ ନାଇଁ ନାଇଁ ଲୋକ କହୁଛନ୍ତି ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଆସ୍ଥା ଅଛି ଯେ ଠିକ ଭାବରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରୁ ମୁଁ ସେ କଥା କହିପାରିନି କାରଣ ଏମିତି ବର୍ତ୍ତମାନ ମୁଁ କହିପାରିନି ତାଙ୍କ ନିଜର ମତ ସେ ଅମରାଙ୍କ ମତ ସେ କଥା ମୁଁ ବର୍ତ୍ତମାନ କହୁଛି ବର୍ତ୍ତମାନ ଠିକ୍ ଟାଇମ୍ ହେଇନାହିଁ କୌଣସି କଥା ନିଷ୍ପତ୍ତି ନେବା ପାଇଁ ଆଗେ ଯେଉଁ ବିଜୁ ଜନତା ଦଳ ଅଛି ତାକୁ ଯଦି ଠିକ୍ ଭାବରେ ଲୋକଙ୍କ ମନ ଭିତରେ ବିଜୁ ଜନତା ପ୍ରତି ବର୍ତ୍ତମାନ ମଧ୍ୟ ସମର୍ଥନ ଅଛି ଯଦି ଠିକ୍ ଭାବରେ ବିରୋଧୀ ଦଳ କାର୍ଯ୍ୟକ୍ରମ କରିବ ତାହେଲେ ଲୋକ ତାକୁ ଗ୍ରହଣ କରିବେ ମୁଁ ତ ଦେଇଥିଲି ଯେ ବିଜୁ ଜନତା ଦଳ ମୁଁ ସେ କଥା କହିଥିଲି ଯେ ବିଜୁ ଜନତା ଦଳ ସ୍ୱାଭିମାନ ଯେଉଁ ବିଚାରଧାରାରେ ଗଠନ ହେଇଥିଲା ସେ ବିଚାରଧାରାରେ କାର୍ଯ୍ୟକ୍ରମ ନ ହେବାରୁ ମୁଁ ନିଜକୁ ଦୂରେଇ ରଖୁଛି ଆପଣମାନେ ଦେଖୁଥିବେ କ'ଣ ନିଜର ମେମ୍ବରସିପ୍ ଅଛି ପ୍ରଫୁଲ୍ଲ ମଲ୍ଲିକ ବିଜେଡି ମେମ୍ବରସିପ୍ ଅଛି କାର୍ଯ୍ୟକ୍ରମ ଦୂରେଇ ଯାଇଛି ଅଭିମାନ ନାହିଁ ଅଭିମାନ କାହାକୁ କରିବେ ଆମେ ଲୋକ ଶୁଣନ୍ତୁ ଯଦି ଠିକ୍ ଭାବରେ କାର୍ଯ୍ୟକ୍ରମ କରିବେ ରହିବେ ଯଦି ଠିକ୍ ଭାବରେ ନ ରହିବେ କରିବେ ବର୍ତ୍ତମାନ ମୁଁ ନିଜେ କହିଲି ଆପଣଙ୍କୁ ଆପଣ ସୋସିଆଲ ଅର୍ଗାନାଇଜେସନ୍ ମୁଁ ବିଶେଷ ଭାବରେ ସାମିଲ ହେଉଛି ଆଉ ମୁଁ ଆଗକୁ ଯେଉଁ ଟ୍ରେଡ୍ ୟୁନିୟନ ସହିତ ସାମିଲ ଅଛି ମୁଁ ଯେଉଁ ମୋର ପୁରୁଣା କାର୍ଯ୍ୟକ୍ରମ ସେଇ ଅନୁସାରେ ସାମିଲ ମୁଁ ଏଟା କ'ଣ ଏଇଟା ହେଉଛି ଷ୍ଟେଟ୍ ପ୍ରେସିଡେଣ୍ଟଙ୍କର ଇଏ ତାଙ୍କର କାହାକୁ ଭୋଟ୍ ଦେବେ ମୁଁ ତାକୁ ତା ପୂର୍ବରୁ ମଧ୍ୟ ମୁଁ ନିଜକୁ କହିଛି ଯେ ମୁଁ ଏଥିରୁ ଅଲଗା ରହିଯାଉଛି ମୁଁ କାର୍ଯ୍ୟକ୍ରମ ସହିତ ବର୍ତ୍ତମାନ ରହୁନି ମୁଁ ସୋସିଆଲ ୱାର୍କ କରି କାର୍ଯ୍ୟକ୍ରମ ସହିତ ରହିବି ଏ କଥା ଜିଲ୍ଲା ନାହିଁ ଜିଲ୍ଲା ମୁଁ ତ ମୂଳରୁ କହିଛି ମୁଁ ଦୂରରେ ରହିଛି ମୋତେ କାହିଁକି ମୁଁ ସବୁ ମୁଁ ମୂଳରୁ କହିଛି ଯେ ବିଜୁ ଜନତା ଦଳ କାର୍ଯ୍ୟକ୍ରମରୁ ମୁଁ ଦୂରେଇ ରହିଛି ମୁଁ ତାର ଅର୍ଥ ମୁଁ ସବୁବେଳେ କ'ଣ ଆମେ ପଲିଟିକାଲ ପାର୍ଟିରେ ରହିକି ସବୁ କାର୍ଯ୍ୟକ୍ରମ କରିବୁ ଅନ୍ୟ କଥା ହେବ ନାହିଁ ତେଣୁ ଆମେ ବହୁତ ବର୍ଷ ପଲିଟିକାଲ କାର୍ଯ୍ୟକ୍ରମ କରିଛୁ ବର୍ତ୍ତମାନ କିଛି ସମୟରେ ସୋସିଆଲ ୱାର୍କ କରିବା କଥା ଆଗରୁ ଯେମିତି କରୁଥିଲି ମୁଁ ସୋସିଆଲ ୱାର୍କ କାର୍ଯ୍ୟକ୍ରମ ଆଗରୁ କରୁଥିଲି ଟ୍ରେଡ୍ ୟୁନିୟନ କାମ କରୁଥିଲି ବର୍ତ୍ତମାନ ସେ କାର୍ଯ୍ୟକ୍ରମ କରିବି ମୁଁ କାହାରି ବ୍ୟକ୍ତିଗତ ବିଷୟରେ କିଛି କହିବାର ନାହିଁ ନାଇଁ ମୁଁ କାହା ସହିତ ଭେଟାଭେଟି କଥା ନାହିଁ ମୋ ନିଜ ବିଚାର ଉପରେ ମୁଁ ନିଜ ଉପରେ ସ୍ୱାଧୀନ ମୁଁ ନିଜ ବିଚାର ଯାହା ମନକୁ ଆସିଲା ଯୋଉଟା ଠିକ୍ ମୁଁ ସେ ଅନୁସାରେ କରେ ନା ଆମେ ପ୍ରଥମେ ଯେତେବେଳେ ସମୟ ଯେଉଁ ଆମକୁ ରଖିଥିଲେ ଯେଉଁ କମିଟି ଆମେ କମିଟିରେ କହିଥିଲୁ ଆମ ଯେଉଁ କମିଟି କରାହେଇଥିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆମେ ସବୁ କଥା କହିଥିଲୁ ନାଇଁ ସେ କରିଛନ୍ତି ସେଥିରେ ଦୁଇଟା ଗୁରୁତ୍ୱ ଦେଇ ଆମେ କହିଥିଲୁ ପଲିଟିକାଲ ଆଫେୟାର୍ସ କମିଟି କର ଆଉ ଇଏ ଡିସିପ୍ଲିନାରୀ କମିଟି କରିଛନ୍ତି
ନାଇଁ କଥା ହଉଛି କଥା ଯେ ଆମେ ଦେଖୁଛୁ ଯୋଉଟା ଇଏ ସଂଗଠନ କଥା ଭିନେ କିନ୍ତୁ ପବ୍ଲିକ ଆକ୍ଟ ପରସେପସନ ଭିନେ ପବ୍ଲିକ ଆକ୍ଟିଭିଟି ଯୋଉଟା ଗୋଟେ ପଲିଟିକାଲ ପାର୍ଟି କରିବା କଥା ଗୋଟେ ଅପୋଜିସନ ହିସାବରେ କରିବା କଥା ସେଇ କଥାଟାକୁ ସାର୍, ଆମେ ଆଉ ଗୋଟେ କଥା ଆପଣ ଦେଖିବେ ଅନେକ ନେତା ତୃଣମୂଳ ସ୍ତରରୁ ବଡ଼ ନେତା ବିଜେପି ଛାଡୁଛନ୍ତି, ବିଜେପି ଛାଡ଼ିବା କାରଣ କ'ଣ? ତାଙ୍କୁ ପଚାରେ ସେ କଣ ଛାଡୁଛନ୍ତି। ସାର୍ ସାର୍ ଆପଣ ଏତେ ବର୍ଷ ଥିଲେ ଏତେ କାମ କରିଥିଲେ ଆପଣ ମନ ଦୁଃଖ ହୁଏନି ଯେ ଦଳର ଏମିତି ସ୍ଥିତି ପଳଉଛି ମନ ଦୁଃଖ ଆଉ ରହିଥିଲେ ମୁଁ କହିଥାଏ ମୁଁ କାଁ ଅଲଗା ରହୁଛି ମନ ତ ଦୁଃଖ ନିଶ୍ଚିତ ରହିଲେ ମୁଁ ନିଜକୁ କହୁଛି ଆପଣ ସେଇଥିରେ ଅର୍ଥାତ ମୁଁ କଣ କହୁଛି ଦଳ ଯଦି ଠିକ ବାଟରେ ଗଲା ରହିବା କାର୍ଯ୍ୟକ୍ରମ କରିବା କ'ଣ ଅଛି। ତାଙ୍କର ଗୋଟେ ଷ୍ଟେଟମେଣ୍ଟ ମଧ୍ୟ ମୁଁ ଆଜି ଟିଭିରେ ଦେଖିଲି। ତାଙ୍କର ବୟସ ପ୍ରାୟ ମୁଁ ଭାବୁଛି 80 ବର୍ଷରୁ ଊର୍ଦ୍ଧ୍ୱ ବୟସ ହେଲାଣି। ନବୀନ ବାବୁଙ୍କ ପ୍ରଚାର ଦଳୀୟ ସହଯୋଗ ବିଜୁ ଜନତା ଦଳର ଟିକେଟ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସେ 4 ଥର ବିଧାୟକ ହେଲେ। ତାପରେ ନବୀନ ବାବୁ ତାଙ୍କୁ विश्वास करिकी बहु गुरुत्वपूर्ण विभाग मध्य तांकु देइचंती जेपरिक वर्क्स डिपार्टमेंट स्टील एंड माइंस डिपार्टमेंट अनेक गुरुत्वपूर्ण विभाग देइचंती। आपण तांकर स्टेटमेंट दीर्घ दिन देखंतु सबु बेले से आमको प्रशंसा करी आसीचंती नवीन बाबू को बिजु जनता दल को, किंतु जेतेबेले बिजु जनता दल आज क्षमतारू पळेइछि जेतेबेले आमे हारी जाइछु सेतेबेले तांको पसंद लगुनि बिजु जनता दल माने आमको एक कथा देखला पळे लागुछि कि जेतेबेले आमे क्षमतारे अछु सेतेबेले आमे भल जेतेबेले क्षमतारे नाहु आमे सांगे सांग खराब। तार अर्थ कौन? तार अर्थ कि आमको सबुबेले सुविधा दरकार। आमे विरोधी दल रे आमे लड़िया पई प्रस्तुत नुहे, आमको सुविधा दरकार। ये गोटे सुविधावादी नेतार चरित्र। एमा आमे केबे भी प्रफुल्ल बाबू एते वयस्क लोक दलर जने पुरुखा नेता थिले तांकोटू एकता आशा करा जाए नाही। आज केवल नुहे या पूर्वर मध्य आमे थरे दुई थर भी टीवी रे बाइट देखिचु कि बिजु जनता दल उपरे से विभिन्न प्रकार टिप्पणी रखियार मु तांको प्रश्न करिया को चाहे जदि से कहबे कि मु प्रकृत रे बिजु जनता दल को भल पाए ताहले मोर प्रश्न कि जदि बिजु जनता दल को आपण भल पाती ताहले एपरी कौनसी टिप्पणी पब्लिकली रखिबा उचित कि जो थिरे दलर क्षति हम। तेणुकरी ए चरित्र गोटे हूँ सुविधावादी चरित्र। आज आम समस्त मुहरे गोटे कथा कि प्रफुल्ल मल्लिक जी सबुठू अधिक सुविधा सुजोग 2000 मसीह 2024 मसीहा बिजु जनता दल सरकार समय पाइचंती से होउचंती सबुठू बड़ शताब्दीर सुविधावादी नेता तांकोटू जा कि आमे केबे आशा करूना। तेणुकरी ए कथा को आमे पूरा निंदा करूचु एवं आमे कहिया पाई चाहूचु जदि प्रसंग रही से नेतांक सहित आलोचना करंतु, जो दल रे अछंती से दलर नेतांक सहित आलोचना करंतु। जदि कौनसी भूल भटका थिबो ताकू आलोचना प्रसंग रे समाधान करा जाओ, संशोधन करा जाओ, किंतु एपरी पब्लिकली स्टेटमेंट को आमे केबे भी पसंद करिबुनु, आकू आमे निंदा करूछु।